ଗୁଲୁଆଙ୍କ ଅଭିଯୋଗ ଉପରେ ବର୍ଷିଲେ ପତ୍ନୀ। ବର୍ଷେ ହେଲାଣି ଚୁପ୍ ଥିଲି, ବିବାହ ପରେ ଚାଲିଥିଲା ପରକ୍ରିୟା ପ୍ରୀତି। ହୋଟେଲରୁ ମନାଲି ପର୍ଯ୍ୟନ୍ତ ସବୁ ଗୁମର ଖୋଲିଲେ। ବର୍ଷାଙ୍କୁ କାଢି ଦ୍ୱିତୀୟ ବିବାହ ପାଇଁ ଷଡ଼ଯନ୍ତ୍ର କରୁଥିଲେ ଗୁଲୁଆ। କମେଡିଆନ୍ ଗୁଲୁଆଙ୍କ ପରକ୍ରିୟା ଟ୍ରାଜେଡି ଏବେ ଭାଇରାଲ। ପଦାରେ ପଡ଼ିଲା ଦୀର୍ଘ ଦିନ ଧରି କୁହୁଳୁଥିବା ନିଆଁ। କାହାକୁ କାହିଁକି କିଏ ଧମକାଉଛି ତାହା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଭିତରେ ଭିତରେ ଲୁଚିଥିବା କଳା ସତ ଆଜି ପଦାକୁ ଆସିଛି। ଗୁଲୁଆଙ୍କ ଭିଡିଓ ଉପରେ ନିର୍ଧୁମ ବର୍ଷିଛନ୍ତି ପତ୍ନୀ ବର୍ଷା। ଗଣମାଧ୍ୟମ ଆଗରେ ସବୁ ଗୁମର ଖୋଲିଛନ୍ତି। କଳା ସତର କଳା ଚିଠା ଧରାଇ ପ୍ରମାଣ ଦେବାକୁ କରିଛନ୍ତି ଖୁଲାସା। ବର୍ଷା କହିଛନ୍ତି ସେ ବର୍ଷେ ହେବ ଚୁପ୍ ଥିଲେ। ତାଙ୍କୁ ଘରୁ କାଢ଼ିକି ଅନ୍ୟ ଏକ ଝିଅ ସହ ବିବାହ ପାଇଁ ଷଡ଼ଯନ୍ତ୍ର ଚାଲିଛି। ବର୍ଷାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସହ ବିବାହ କରି ଅନ୍ୟ ଝିଅଙ୍କ ସହ ସମ୍ପର୍କରେ ଥିଲା ଗୁଲୁଆ। ନୂଆ ନୂଆ ଝିଅ ଗୁଲୁଆଙ୍କ ଜୀବନକୁ ଆସନ୍ତି। ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ସେମାନେ ଗଲା ବର୍ଷେ ଧରି ଅଲଗା ରହୁଛନ୍ତି। ଆଜି ସକାଳେ ଗୁଲୁଆ ଏକ ଭିଡିଓ କରି ତାଙ୍କୁ ହତ୍ୟା ଧମକ ମିଳୁଥିବା କହିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରି ସହାୟତା ମାଗିଥିଲେ। ସେଥିରେ କାହାରି ନାଁ ନ ନେଇ ଭାବ ବିହ୍ୱଳ ହୋଇ ଭିଡିଓ କରିଥିଲେ ଗୁଲୁଆ। ବର୍ଷା କହିଛନ୍ତି ଯେ ଗୁଲୁଆ ବାହାଘର ପୂର୍ବରୁ ତାଙ୍କ ବାପାଙ୍କ ଠାରୁ ଘର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି। ବାହାଘରର 6 ମାସ ପର୍ଯ୍ୟନ୍ତ ସବୁ ଠିକଠାକ ଚାଲିଥିଲା। ତାପରେ ଦୁଇ ଜଣଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଗୁଲୁଆଙ୍କ ପରକ୍ରିୟା ପ୍ରୀତି ଧରା ପଡ଼ିଯିବାରୁ ଦୁଇ ଜଣଙ୍କ ମଧ୍ୟରେ ଆଉ ପଡ଼ିନଥିଲା ବୋଲି କହିଛନ୍ତି ପତ୍ନୀ ବର୍ଷା। ପ୍ରାୟ ବର୍ଷେ ହେବ ଦୁଇ ଜଣ ଯାକ ଅଲଗା ରହୁଛନ୍ତି। କୋର୍ଟରେ ମଧ୍ୟ କେସ୍ ଚାଲିଛି। ଗୁଲୁଆ ତାଙ୍କୁ ମାଡ଼ ମାରିଥିବାର ଅଭିଯୋଗ ଆଣିଛନ୍ତି ବର୍ଷା। ତେବେ ବର୍ଷା କରାଟେ ଶିଖୁଛନ୍ତି ଓ ସେ ଗୁଲୁଆଙ୍କୁ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଗୁଲୁଆ। ଗୁଲୁଆ ଅନ୍ୟ ଜଣେ ଝିଅ ସହ ସମ୍ପର୍କରେ ଥିବା ସ୍ୱୀକାର ମଧ୍ୟ କରିଛନ୍ତି। ସେ ବର୍ଷାଙ୍କ ବିରୋଧରେ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି। ଉଭୟଙ୍କୁ ଦୋଷାରୋପ କରୁଛନ୍ତି। ପତି ପତ୍ନୀଙ୍କ ଘରୋଇ କଳି ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ନଜର। 50 ଲକ୍ଷ ଟଙ୍କା ନଦେଲେ ଧମକ ଦିଆଯାଉଥିବା ନେଇ ୟୁଟ୍ୟୁବରେ ଆଶିଷ ଦାସ ଓରଫ ଗୁଲୁଆଙ୍କ ଭାବ ବିହ୍ୱଳ ଭିଡିଓ ପରେ ସାମ୍ନାକୁ ଆସି ବର୍ଷିଛନ୍ତି ପତ୍ନୀ ବର୍ଷା। ବାହାଘର ପରେ ବି ଗୁଲୁଆଙ୍କ ବିରୋଧରେ ପରକ୍ରିୟା ପ୍ରୀତି ଅଭିଯୋଗ ଆଣି କରିଛନ୍ତି ନିଶାନା। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।